ଯୋଉମାନେ ପ୍ରକୃତ ବିଶିଷ୍ଟ ବୈଜ୍ଞାନିକ ସେମାନେ ଆଧ୍ୟାତ୍ମିକତାକୁ ଈଶ୍ୱରଙ୍କର अस्तित्व को स्वीकार କରନ୍ତି କିନ୍ତୁ ଯେଉଁମାନେ ସାମାନ୍ୟ ଟିକେ ବିଜ୍ଞାନ ବିଷୟରେ ଜାଣିଥାନ୍ତି ସେମାନେ ହୁଏତ ନିଜର ପ୍ରତିଷ୍ଠାକୁ ଅଧିକ ଗୌରବାନ୍ୱିତ ମନେ କରନ୍ତି। ଏହା ଏକ अलौकिक ଘଟଣା ବୋଲି ମୁଁ କହିବି କାରଣ ଯେତେବେଳେ ସମଗ୍ର ବିମାନଟି ଅଗ୍ନିର କରାଳ ଶିଖା ଭିତରେ ଜଳି ଉଠୁଥିଲା ଯେତେବେଳେ ସେ ବିମାନରେ ବସିଥିବା ଯାତ୍ରୀମାନେ ମଧ୍ୟ ଦଗ୍ଧ ଅର୍ଦ୍ଧଦଗ୍ଧ ପ୍ରାୟ ଅଧିକାଂଶ ମୃତ ହେଇଗଲେ ଯାହା ଆମେ ସୂଚନା ପ୍ରାପ୍ତ ହେଉଛୁ ଜଣିଏ ମାତ୍ର ବ୍ୟକ୍ତି ବଞ୍ଚିଛନ୍ତି ଏବଂ ଅନ୍ୟ ପକ୍ଷରେ ଶ୍ରୀମଦ୍ ଭଗବତ ଗୀତା ଅକ୍ଷୁଣ୍ଣ ଭାବରେ ସେ ଧ୍ୱଂସାବଶେଷ ମଧ୍ୟରୁ ଉଦ୍ଧାର ପାଇଛନ୍ତି। ନମସ୍କାର ମଲ୍ଲିଜା ଆପଣ ଦେଖୁଛନ୍ତି ନ୍ୟୁଜ ରୁମ୍। ଦର୍ଶକ ବନ୍ଧୁ ଯେତେବେଳେ କୁହାଯାଉଛି ଏତେ ବଡ ବିମାନ ଦୁର୍ଘଟଣା ହେଲା ଆଉ ଅନେକ କିଛି ପରିବାର ଉଜୁଡି ଗଲା ଏବଂ ତାପରେ ସବୁକିଛି ଜଳିକି ଧ୍ୱଂସ ହେଇଗଲା ଏବଂ ତା ଭିତରେ ଦୁଇଟି अलौकिक ଘଟଣା ଦେଖିବାକୁ ମିଳିଲା। ଯେତେବେଳେ 241 ଜଣ ଯାତ୍ରୀ ମରିଗଲେ ତା ଭିତରେ ଗୋଟିଏ ଯାତ୍ରୀ ବଞ୍ଚିଗଲେ ଯିଏକି ରମେଶ ଏବଂ ସେ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ଏବଂ ଆଉ ଗୋଟେ अलौकिक ଘଟଣା ଦେଖିବାକୁ ମିଳୁଛି ଯେ ସବୁକିଛି ଯେତେବେଳେ ପୋଡିକି ଜଳିକି ଛାରଖାର ହେଇଯାଇଛି ସେତେବେଳେ ଭଗବତ ଗୀତାର କିଛି ବି ହେଇନି। ଭଗବତ ଗୀତା ଏପର୍ଯ୍ୟନ୍ତ ସୁରକ୍ଷିତ ଅଛି। ତେବେ ଏହି ସମ୍ପର୍କରେ ଆମେ ଆଲୋଚନା କରିବା ମାତ୍ର କିଛିଟା କାଗଜ ସେ କିପରି ଜଳିଲାନି ସେ ସମ୍ପର୍କରେ ଆଜି ଆଲୋଚନା କରିବେ। ମୋ ସାଙ୍ଗରେ ଅଛନ୍ତି ପଣ୍ଡିତ ଭୂପତି ଭୂଷଣ ମିଶ୍ର। ସାର୍ ନମସ୍କାର, ନ୍ୟୁଜ ରୁମ୍ କୁ ସ୍ୱାଗତ। ନମସ୍କାର ସାର୍ ଗୋଟେ ବହୁତ ଗୋଟେ ଚମତ୍କାର ଘଟଣା ଲାଗୁଛି ଯେତେବେଳେ ବିମାନଟି ଜଳିଗଲା ସବୁକିଛି ଆସବାବ ପତ୍ର ଜଳିଗଲା ପଶୁ ପକ୍ଷୀ ଯାହା ଥିଲେ ସବୁ ଜଳିଗଲେ କିନ୍ତୁ ଏତେ ବଡ ଘଟଣା ଘଟିଲା ପରେ ଯୋଉ ହଷ୍ଟେଲରେ ବିମାନଟି ପଡିଲା ସେଠି ମଧ୍ୟ ଖାଉଥିବା ଅବସ୍ଥାରେ ଅନେକ ଛାତ୍ରଙ୍କର ମଧ୍ୟ ନିହତ ହେଲେ ତା ଭିତରେ କେମିତି ଭଗବତ ଗୀତା ମାତ୍ର ପେପର ଯିଏକି ମୋଡିଦେଲେ ବି ମାନେ ପଡିଯାଏ କି ଖରାପ ହେଇଯିବାର ସମ୍ଭାବନା ବହୁତ ଥାଏ ସେ କେମିତି ଜଳିଲାନି ଆପଣ ଆକୁ କେମିତି ଦେଖୁଛନ୍ତି ସାର୍? ନିଶ୍ଚିତ ଭାବରେ ଏହା ଏକ अलौकिक ଘଟଣା ବୋଲି ମୁଁ କହିବି କାରଣ ଯେତେବେଳେ ସମଗ୍ର ବିମାନଟି ଅଗ୍ନିର କରାଳ ଶିଖା ଭିତରେ ଜଳି ଉଠୁଥିଲା ଯେତେବେଳେ ସେ ବିମାନରେ ବସିଥିବା ଯାତ୍ରୀମାନେ ମଧ୍ୟ ଦଗ୍ଧ ଅର୍ଦ୍ଧଦଗ୍ଧ ପ୍ରାୟ ଅଧିକାଂଶ ମୃତ ହେଇଗଲେ ଯାହା ଆମେ ସୂଚନା ପ୍ରାପ୍ତ ହେଉଛୁ ଜଣିଏ ମାତ୍ର ବ୍ୟକ୍ତି ବଞ୍ଚିଛନ୍ତି ଏବଂ ଅନ୍ୟ ପକ୍ଷରେ ଶ୍ରୀମଦ୍ ଭଗବତ ଗୀତା ଅକ୍ଷୁଣ୍ଣ ଭାବରେ ସେ ଧ୍ୱଂସାବଶେଷ ମଧ୍ୟରୁ ଉଦ୍ଧାର ପାଇଛନ୍ତି। କେତେକ ନାସ୍ତିକ ଲୋକ ହୁଏତ କହିପାରନ୍ତି ଏହା ଏକ ସଂଯୋଗ ମାତ୍ର କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିରୁ ବିଚାର କଲେ ଆମେ ସ୍ପଷ୍ଟ ଭାବରେ ଜାଣିପାରିବା ଯେ ଶ୍ରୀମଦ୍ ଭଗବତ ଗୀତା ହଉଛି ଏଭଳି ଏକ ଗ୍ରନ୍ଥ ଯାହାକୁ କେବଳ ଆମେ ପୁସ୍ତକ ବୋଲି ଗ୍ରହଣ କରିପାରିବା ନାହିଁ କାରଣ ଭଗବାନ ଶ୍ରୀକୃଷ୍ଣଙ୍କର ମୁଖପଦ୍ମରୁ ତାହା ନିଜେ ନିଃସୃତ ହୋଇଛି। ଭଗବାନ ଶ୍ରୀକୃଷ୍ଣଙ୍କର ମୁଖପଦ୍ମରୁ ନିଃସୃତ ହୋଇଥିବାରୁ ଏହା ହଉଛି ଅମୃତମୟୀ ବାଣୀ। ଅମୃତର କେବେ ମୃତ୍ୟୁ ହୋଇପାରେ ନା ବା ବିନାଶ ହୋଇପାରେ ନା ଯାହା ଶ୍ରୀମଦ୍ ଭଗବତ ଗୀତା କ୍ଷେତ୍ରରେ ଘଟିଛି। ସାର୍ ବର୍ତ୍ତମାନ ଗୋଟେ କଥା ହଉଛି ଯେ ଆମେ ଯେତେବେଳେ ଗୋଟେ ଆଧୁନିକ ସମାଜରେ ବସବାସ କରୁଛନ୍ତି ଆମର ବିଜ୍ଞାନର ଅଗ୍ରଗତି ସରିଲାଣି ମାନେ ଅଗ୍ରଗତି ହେଲାଣି ଟେକ୍ନୋଲୋଜି ନୂଆ ନୂଆ ଟେକ୍ନୋଲୋଜି ଆସିଲାଣି କିନ୍ତୁ ତା ଭିତରେ ବି ଆମକୁ ସେଇ ପୌରାଣିକ କଥା କୁ ମାନିବାକୁ ପଡିବ ଆଉ ଈଶ୍ୱରୀୟ ଶକ୍ତି ଅଛି ତାକୁ ମଧ୍ୟ ହୃଦୟଙ୍ଗମ କରିବାକୁ ପଡିବ କାରଣ ମଣିଷ ଯେତେ ଆଗକୁ ଯାଉନା କାହିଁକି ତା ଭିତରେ ଗୋଟେ କଥା ରହୁଛି ଯେ ଭଗବାନ ଅଛନ୍ତି। ଆପଣ ଯେମିତି କହିଲେ ଯେ ନାସ୍ତିକ ମାନେ କିଛି ଜଣ ନାସ୍ତିକ ମାନେ ଏହାକୁ ସଂଯୋଗ ବୋଲି ଭାବି ପାରନ୍ତି କିନ୍ତୁ ଆମେ ଏଇଟାକୁ ନିଶ୍ଚିତ ଭାବରେ ହୃଦୟଙ୍ଗମ କରିବା ଯେ ଭଗବାନ ଅଛନ୍ତି କୋଉଠି ନା କୋଉଠି ତାଙ୍କର ସତ୍ତା ସବୁ ଜାଗାରେ ଅଛି ନା କଣ କହୁଛନ୍ତି ସାର୍? ନିଶ୍ଚିତ ଭାବରେ ଏଥିରେ କେବେ ମାତ୍ର ସନ୍ଦେହ ନାହିଁ। ମୋର ବ୍ୟକ୍ତିଗତ ମତ ମୋର ଅନୁଭୂତି ଜନ୍ୟ ଯାହା ମୁଁ କହୁଛି ଯେ ପ୍ରକୃତ ପକ୍ଷରେ ଯୋଉଠି ଐଶୀ ଶକ୍ତି କାମ କରେ ସେଠି ବିଜ୍ଞାନର ଶକ୍ତି ମଣିଷର ଶକ୍ତି ଆଧୁନିକତା ଏ ସବୁ କିଛି ନଷ୍ଟ ହେଇଯାଏ ଏ ସବୁ କିଛି ପ୍ରମାଣ ଶୂନ୍ୟ ହେଇଯାଏ। ବିଜ୍ଞାନର ଜନ୍ମ ଯେଉଁଠାରୁ ଜ୍ଞାନର ଜନ୍ମ ଯେଉଁଠାରୁ ପ୍ରଜ୍ଞାନର ଜନ୍ମ ଯେଉଁଠାରୁ ସେ ହେଉଛନ୍ତି ପରମାତ୍ମା ପରମେଶ୍ୱର ଭଗବାନ। ତେଣୁ ତାଙ୍କର अलौकिक ଲୀଳାକୁ ବୁଝିବା ବଡ଼ କଷ୍ଟକର ଏବଂ ସେଇ ଲୀଳାର ଏକ ସୂକ୍ଷ୍ମ ପ୍ରମାଣ ହଉଛି ଶ୍ରୀମଦ୍ ଭଗବତ ଗୀତା ଅଗ୍ନିରେ ଦଗ୍ଧ ନ ହୋଇ ଅକ୍ଷୁଣ୍ଣ ଅବସ୍ଥାରେ ଉଦ୍ଧାର ପାଇଛନ୍ତି। ଏଥିରୁ ସମସ୍ତେ ମଧ୍ୟ ଅନୁଭବ କରିବା ଉଚିତ ଯେ ଯେତେବେଳେ ମଣିଷର ଶରୀର ଦଗ୍ଧ ହେଇଯାଉଛି ଯେତେବେଳେ ବିମାନର ଯନ୍ତ୍ରାଂଶ ଦଗ୍ଧ ହେଇଯାଉଛି ସେତେବେଳେ ଗୋଟିଏ ସାଧାରଣ କାଗଜରେ ତିଆରି କରାଯାଇଥିବା ପୁସ୍ତକଟିଏ ଯଦି ପୋଡ଼ି ନ ପାରୁଛି ତାହେଲେ ଏହାଠାରୁ ବଳି ଆଶ୍ଚର୍ଯ୍ୟ ଏବଂ ସତ୍ୟ ଘଟଣା ଆଉ କଣ ଥାଇପାରେ।
ଆଜ୍ଞା ସାର୍, ତେଣୁ ମୋ ମତରେ ଭଗବତ ଗୀତାର କିଛି ଶ୍ଲୋକ ସାର୍ ସେମିତି କିଛି ଅଛି କି ଯାହାକୁ ଆ ସହିତ କିଛି ଆମେ ରିଲେଟ କରିପାରିବା? ହଁ, ଭଗବତ ଗୀତା କହିଛି ଯେ ଆତ୍ମାକୁ କେହି କେବେ ନଷ୍ଟ କରିପାରେ ନା। ଆଜ୍ଞା। ଭଗବାନଙ୍କର ଆତ୍ମା ହଉଛି ଶ୍ରୀମଦ୍ ଭଗବତ ଗୀତା। ତେଣୁ କୁହାଇଛି ଯେ ସର୍ବୋପନିଷଦୋ ଗ୍ରାଭୋ ଦୁଗ୍ଧ ଗୋପାଳ ନନ୍ଦନା ପାର୍ଥୋ ବତ୍ସ ସୁଧୀର ଭକ୍ତା ଦୁଗ୍ଧମ ଗୀତାମୃତ ମହତ୍। ଗୀତା ହଉଛି ଅମୃତ। ଅମୃତର କଣ ମୃତ୍ୟୁ ହେଇପାରେ? ସେଇ ଦୃଷ୍ଟିକୋଣରୁ ଆପଣ ମାନେ ବିଚାର କରିପାରିବେ ଯେ ଶ୍ରୀମଦ୍ ଭଗବତ ଗୀତାର ପ୍ରତ୍ୟେକଟି ଶ୍ଲୋକ ଭିତରେ ଭଗବାନଙ୍କର ଉପସ୍ଥିତି ଆମେ ଅନୁଭବ କରିଥାଉ। ଏବଂ ଗୀତା ବାଣୀ ଭିତରେ କେବଳ ଆଧ୍ୟାତ୍ମିକ ଚିନ୍ତନ ନୁହେଁ, ବରଂ ବୈଜ୍ଞାନିକ ଅନୁଶୀଳନ ଯଥେଷ୍ଟ ଉନ୍ନତ ସ୍ତରରେ ପ୍ରକାଶ ପାଇଛି। ଯୋଉମାନେ ପ୍ରକୃତ ବିଶିଷ୍ଟ ବୈଜ୍ଞାନିକ ସେମାନେ ଆଧ୍ୟାତ୍ମିକତାକୁ ଈଶ୍ୱରଙ୍କର ଅସ୍ତିତ୍ୱକୁ ସ୍ୱୀକାର କରନ୍ତି, କିନ୍ତୁ ଯେଉଁମାନେ ସାମାନ୍ୟ ଟିକେ ବିଜ୍ଞାନ ବିଷୟରେ ଜାଣିଥାନ୍ତି ସେମାନେ ହୁଏତ ନିଜର ପ୍ରତିଷ୍ଠାକୁ ଅଧିକ ଗୌରବାନ୍ୱିତ ମନେ କରନ୍ତି। ଯେମିତି ଧର୍ମ କ୍ଷେତ୍ରରେ ଅର୍ଜୁନ ଆଉ ଦୁର୍ଯ୍ୟୋଧନ ସମସ୍ତେ ପହଞ୍ଚିଥିଲେ, କିନ୍ତୁ ଅର୍ଜୁନଙ୍କ ମନରେ ଆତ୍ମୀୟ ଲୋକଙ୍କୁ ଦେଖିକି ବିଷାଦ ଜନ୍ମିଥିଲା, କିନ୍ତୁ ଦୁର୍ଯ୍ୟୋଧନର ମନରେ ଆସିନଥିଲା। କାରଣ ଧାର୍ମିକ ଲୋକ ମନରେ ହିଁ ଧର୍ମର ପ୍ରଭାବ ପଡିଥାଏ। ଠିକ୍ ସେହିପରି ଶ୍ରୀମଦ୍ ଭଗବତ ଗୀତା ଉପରେ ପ୍ରଭାବ ପଡିଛି ଅଗ୍ନିର। ଅଗ୍ନି ତାକୁ ସ୍ପର୍ଶ କରିପାରି ନାହିଁ। ଗୀତାରେ ତ କୁହାଇଛି ନୈନଂ ଦହତି ପାବକ ନ ଶୋଷୟତି ମାରୁତ। ତାକୁ ଅଗ୍ନି ପୋଡ଼ି ପାରେ ନାହିଁ କି ପବନ ଉଡ଼େଇ ପାରେ ନାହିଁ। ନ ଚୈନଂ ତେଜୟନ୍ତି ଆପୋ ତେଜୟନ୍ତି ଆପୋ, ଅର୍ଥାତ୍ ଜଳ ମଧ୍ୟ ତାକୁ ଆର୍ଦ୍ର କରିପାରେ ନାହିଁ। ତେଣୁ ଏଇଭଳି ଅଲୌକିକ ଭବ୍ୟ ଶକ୍ତି ସମ୍ପନ୍ନ ଭଗବାନ ଶ୍ରୀକୃଷ୍ଣଙ୍କର ମୁଖପଦ୍ମରୁ ନିଃସୃତ ଅମୃତମୟୀ ଗୀତା କେବେ ହେଲେ ଜଳରେ ଧୌତ ହେଇପାରିବନି, ପବନରେ ଉଡ଼ି ପାରିବନି କିମ୍ବା ଅଗ୍ନିରେ ଦଗ୍ଧ ହେଇପାରିବ ନାହିଁ, ଯାହାର ପ୍ରତ୍ୟକ୍ଷ ପ୍ରମାଣ ଏଇ ବିମାନ ଦୁର୍ଘଟଣାର ଏକ ସ୍ପଷ୍ଟ ଚିତ୍ର ବୋଲି ମୁଁ କହିବି। ଆଜ୍ଞା ସାର୍, ବହୁତ ବହୁତ ଧନ୍ୟବାଦ। ଯେମିତି କି ଆପଣ କହିଲେ ଯେତେବେଳେ ସବୁ କିଛି ଜଳିକି ଛାରକାର ହେଇଗଲା, ମାତ୍ର କାଗଜରେ କିଛି ବନା ଯାଇଥିବା ଯୋଉ ଗୀତା ତାର କିଛି ବି କ୍ଷତି ହେଇନାହିଁ, ଆଜି ବି ତାକୁ ଅକ୍ଷତ ଅବସ୍ଥାରେ ଅଛି ଏବଂ ତାକୁ ମଧ୍ୟ ଭଲ ଭାବରେ ବ୍ୟକ୍ତି ଚାହିଁଲେ ବି ସେଇ ଗୀତାକୁ ପଢି ପାରିବେ। ଏବଂ କେଉଁ ଯାତ୍ରୀ ସେ ଗୀତାକୁ ନେଇଛନ୍ତି ତାହା ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇନି, କିନ୍ତୁ ଯାହା ବି ହଉ ସବୁରି ମୂଳରେ ସେ ଗୋଟିଏ କଥାକୁ ଆମେ ସ୍ପଷ୍ଟ ଭାବରେ କହିପାରିବା, ଭଗବାନ ଅଛନ୍ତି, ଗୀତା ଅଛି, ଧର୍ମ ଅଛି ଏବଂ ଈଶ୍ୱରୀୟ ଶକ୍ତି ମଧ୍ୟ ଅଛି।